ଅଟୋ ଚାଳକଙ୍କ ପୁଅ କଲେ ରେକର୍ଡ। ବାପା ଚଲାନ୍ତି ଅଟୋ, ପୁଅ ଖେଳୁଛି କ୍ରିକେଟ। 22 ବର୍ଷର ପୁଅ ଆଇପିଏଲ୍ରେ କଲେ ନୂଆ ରେକର୍ଡ। ଡେବ୍ୟୁ ମ୍ୟାଚ୍ରେ ପ୍ରଥମ ମ୍ୟାଚ୍ରେ ନେଲେ 3ଟି ୱିକେଟ୍। ହଁ ଦର୍ଶକ ବନ୍ଧୁ, ରୋହିତ ଶର୍ମା ସ୍ଥାନରେ ଦ୍ୱିତୀୟ ଇନିଂସରେ ଇମ୍ପାକ୍ଟ ପ୍ଲେୟାର ଭାବେ ଆସିଥିବା ମୁମ୍ବାଇ ଇଣ୍ଡିଆନ୍ସର ଖେଳାଳି ବିଘ୍ନେଶ ପୁଥୁରଙ୍କୁ ଆଇପିଏଲ୍ ଡେବ୍ୟୁ କରିବାର ସୁଯୋଗ ମିଳିଥିଲା। ସେ ଏବେ ସୁଯୋଗ ସମ୍ପୂର୍ଣ୍ଣ ଫାଇଦା ଉଠାଇଥିଲେ ଏବଂ ତାଙ୍କର ଆଇପିଏଲ୍ ଡେବ୍ୟୁକୁ ସ୍ମରଣୀୟ କରିଥିଲେ। ସେ ଅଷ୍ଟମ ଓଭରର ପଞ୍ଚମ ବଲ୍ରେ ଋତୁରାଜ ଗାଇକ୍ୱାଡ୍ 53 ରନ୍ କରିଥିଲା ଆଉଟ୍ କରିଥିଲେ ଏବଂ ତାଙ୍କର ଏହା ଥିଲା ପ୍ରଥମ ୱିକେଟ୍। ଏହାପରେ ସେ ଦଶମ ଓଭରରେ ଶିବମ ଦୁବେଙ୍କୁ 9 ରନ୍ରେ ଆଉଟ୍ କରିଥିଲେ ଏବଂ ତାଙ୍କର ତୃତୀୟ ଓଭରରେ ସେ ଦୀପକ ହୁଡାଙ୍କୁ ଆଉଟ୍ କରିଥିଲେ। ଆଇପିଏଲ୍ ନିଲାମରେ ମୁମ୍ବାଇ ଇଣ୍ଡିଆନ୍ସ ବିଘ୍ନେଶ ପୁଥୁରଙ୍କୁ 30 ଲକ୍ଷ ଟଙ୍କାରେ କିଣିଥିଲା। ବାମହାତୀ ସ୍ପିନର ବିଘ୍ନେଶ ପୁଥୁରଙ୍କୁ 11 ବର୍ଷ ବୟସରେ କ୍ରିକେଟ୍ ଖେଳିବା ଆରମ୍ଭ କରିଥିଲେ। ସେ କେରଳ କ୍ରିକେଟ୍ ଲିଗ୍ର ପ୍ରଥମ ସିଜିନ୍ରେ ଆଲେପି ରିଲିଫ୍ ଦଳରେ ଅଂଶଗ୍ରହଣ କରିଥିଲେ। ପୁଥୁର ସେହି ଟୁର୍ଣ୍ଣାମେଣ୍ଟରେ କେବଳ 3ଟି ୱିକେଟ୍ ନେଇଥିଲେ, କିନ୍ତୁ ମୁମ୍ବାଇ ଇଣ୍ଡିଆନ୍ସର ସ୍କାଉଟ୍ସଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେମାନେ ତାଙ୍କୁ ଟ୍ରାଏଲ୍ ପାଇଁ ନିମନ୍ତ୍ରଣ କରିଥିଲେ। ବିଘ୍ନେଶ ପୁଥୁର ଏପର୍ଯ୍ୟନ୍ତ ଘରୋଇ କ୍ରିକେଟ୍ କେରଳ ପାଇଁ ଦଳ ପାଇଁ ଖେଳି ନାହାନ୍ତି। ତଥାପି ଏହା ପୂର୍ବରୁ ସେ ତାଙ୍କର ଆଇପିଏଲ୍ ଚୁକ୍ତି ସ୍ୱାକ୍ଷର କରିଥିଲେ। ତାଙ୍କୁ ଆଇପିଏଲ୍ ନିଲାମରେ ମୁମ୍ବାଇ ଇଣ୍ଡିଆନ୍ସ 30 ଲକ୍ଷ ଟଙ୍କାରେ କିଣିଥିଲା ଏବଂ ତାଙ୍କ ଆଇପିଏଲ୍ର ପ୍ରଥମ ମ୍ୟାଚ୍ରେ 3ଟି ୱିକେଟ୍ ନେଇ ଏବେ ଇତିହାସ ରଚିଛନ୍ତି। ମାତ୍ର ବୟସ 22, କିନ୍ତୁ ଏବେ ଭାରତ ପାଇଁ ଚର୍ଚ୍ଚାର ବିଷୟ।